ବନ୍ଧୁମାନେ ମଣିଷର ସଫଳତାରେ ବାଧା ସୃଷ୍ଟି କରୁଥିବା ଜିନିଷ ଗୁଡ଼ିକ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତିର ଗୋଟିଏ ଖରାପ ଗୁଣ କିଛି ପରିମାଣରେ ବିଫଳ ହେବାର କାରଣ ଅଟେ। ତେବେ ବନ୍ଧୁମାନେ ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେତେବେଳେ ସେ ଏହି ଅବସାଦର ଶିକାର ହୁଅନ୍ତି ସେତେବେଳେ ତାଙ୍କର ସଫଳତା ମଧ୍ୟ ବିଫଳତାର ରୂପ ନେଇଥାଏ। ଏହା ଏପରି ଏକ ଗୁଣ ଯେ ଯଦି ସଠିକ୍ ଭାବରେ ବ୍ୟବହୃତ ନ ହୁଏ ତେବେ ଏହା ବିଘ୍ନ ହୋଇଯାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ବିବୃତିର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତିର ବିନାଶ ଏବଂ ସଫଳତାର ରହସ୍ୟ ତାଙ୍କ ଭାଷଣରେ ଲୁଚି ରହିଛି। ଚାଣକ୍ୟଙ୍କ ଅନୁଯାୟୀ ମାନବ ଜିଭରୁ ତିକ୍ତ ଏବଂ ମଧୁର ଶବ୍ଦ ବାହାରିଥାଏ। ଜିଭରେ ଏତେ ଶକ୍ତି ଅଛି ଯେ ଖରାପ କାମ ସୃଷ୍ଟି କରିବା ଏବଂ ସମ୍ପର୍କ କାଟିବାର କ୍ଷମତା ଅଛି। ଯଦି ଜଣେ ଧନୀ ବ୍ୟକ୍ତିଙ୍କ ଭାଷଣରେ ତିକ୍ତତା ଥାଏ ତାହେଲେ ତାଙ୍କଠାରୁ କୌଣସି ଗରିବ ଲୋକ ପାଖରେ ରୁହନ୍ତି ନାହିଁ। କିନ୍ତୁ ଯିଏ ମଧୁର କଥା କୁହନ୍ତି ଏବଂ ଗରିବ ହେବା ପରେ ମଧ୍ୟ ତାଙ୍କ ଭାଷଣକୁ ସଂଯମ କରନ୍ତି ସେ ପୂଜନୀୟ ହୁଅନ୍ତି। କିନ୍ତୁ ବେଳେବେଳେ ଯେତେବେଳେ ଅସୁବିଧା ଉପୁଜେ ଆମେ କ'ଣ କରିବା ଜାଣିନାହୁଁ। ବହୁତ ସଂଘର୍ଷ କରିବାକୁ ପଡ଼ିବ। କିନ୍ତୁ ଯଦି ଆପଣ ଜୀବନର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ନିରାଶ ହୁଅନ୍ତୁ ନାହିଁ। ପ୍ରଥମେ ଚାଣକ୍ୟ କିଛି ଶବ୍ଦ କହିଛନ୍ତି। ତାଙ୍କର ନୈତିକ ଶିକ୍ଷାଗୁଡ଼ିକରୁ କିଛି ଧାଡ଼ି ଆମ କଠିନ ସମୟ ମଧ୍ୟରେ ଯୁଦ୍ଧ କରିବାରେ ସାହାଯ୍ୟ କରିଥାଏ। ତେବେ ସେହି ଲେଖାଗୁଡ଼ିକ ଏଠାରେ ଅଛି। ଜଣେ ଜ୍ଞାନୀ ବ୍ୟକ୍ତି ସର୍ବଦା ମଧ୍ୟମ ଭାବରେ କଥାବାର୍ତ୍ତା କରନ୍ତି କାରଣ ସେ ବହୁତ ଭଲ ଭାବରେ ଜାଣନ୍ତି ଯେ ତାଙ୍କର ଗୋଟିଏ ଶବ୍ଦ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିପାରେ। ମୁଖର ଶବ୍ଦ ଫେରିପାରିବ ନାହିଁ କିନ୍ତୁ ତିକ୍ତ ଶବ୍ଦ ଅନ୍ୟକୁ ଆଘାତ କରିବା ସହିତ ବ୍ୟକ୍ତିର ବିନାଶ ଘଟାଏ। ସଫଳତାକୁ ବିଫଳତାରେ ପରିଣତ କରିବାର ବକ୍ତବ୍ୟର ଶକ୍ତି ଅଛି। ଚାଣକ୍ୟଙ୍କ ଅନୁଯାୟୀ ଯାହାର ବକ୍ତବ୍ୟରେ ସନ୍ତୁଳନ ବଜାୟ ରଖିବାର ଶକ୍ତି ଅଛି ସେ ସମ୍ମାନର ସହିତ ପ୍ରତ୍ୟେକ ମୁହୂର୍ତ୍ତରେ ସଫଳତା ହାସଲ କରନ୍ତି। କହିବା ପୂର୍ବରୁ ଜଣେ 100 ଥର ଚିନ୍ତା କରିବା ଉଚିତ। ଶବ୍ଦର ଆକ୍ରମଣ ଏପରି ଯେ ଏହା ମୃତ୍ୟୁ ପର୍ଯ୍ୟନ୍ତ ହୃଦୟରେ ବିଦ୍ଧ ହୋଇ ରହିଯାଏ। ଯେଉଁମାନେ ଭାଷଣକୁ ନିୟନ୍ତ୍ରଣ କରନ୍ତି ସେମାନେ ବିଶ୍ୱ ଜିତିବାର କ୍ଷମତା ରଖିଛନ୍ତି।